ନମସ୍କାର। ଆସନ୍ତୁ ଆରମ୍ଭ କରିବା ଆଜିର ଏହି ସୁନ୍ଦର ଭିଡ଼ିଓଟି। ଓଡ଼ିଆରେ ଶ୍ରୀ ଶିରିଡ଼ି ସାଇ ସତ୍ଚରିତ୍ର। ଶ୍ରୀ ଶିରିଡ଼ି ସାଇ ସତ୍ଚରିତ୍ର ପ୍ରଥମ ଅଧ୍ୟାୟ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଏବଂ ପବିତ୍ର ଅଟେ। ଏହି ଅଧ୍ୟାୟରେ ବାବାଙ୍କର ଏକ ପ୍ରସିଦ୍ଧ ଏବଂ ରହସ୍ୟମୟ ଲୀଳା ଗହମ ପେଷିବା ବିଷୟରେ ବର୍ଣ୍ଣନା କରାଯାଇଛି, ଯାହା ମାଧ୍ୟମରେ ସେ ସାରା ଶିରିଡ଼ି ଗ୍ରାମକୁ ମହାମାରୀ କବଳରୁ ରକ୍ଷା କରିଥିଲେ। ଆସନ୍ତୁ ଆରମ୍ଭ କରିବା ଗହମ ପେଷିବା କାହାଣୀ। 1910 ମସିହାରେ ଦିନେ ହେମାଡ଼ ପନ୍ଥ ଶିରିଡ଼ି ମସଜିଦରେ ବସିଥିଲେ। ସେ ଦେଖିଲେ ଯେ ବାବା ହଠାତ୍ ଉଠିଲେ, ମୁହଁ ହାତ ଧୋଇଲେ ଏବଂ ଏକ ଯନ୍ତା ବା ଚକି ନେଇ ବସିଲେ। ସେ ସେଥିରେ ଗହମ ପେଷିବାକୁ ଲାଗିଲେ। ବାବାଙ୍କର ଏହି କାମ ଦେଖି ସେଠାରେ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ବାବା କୌଣସି ରୋଷେଇ କରୁନଥିଲେ କିମ୍ବା ତାଙ୍କର ଗହମ ଗୁଣ୍ଡର କୌଣସି ଆବଶ୍ୟକତା ନଥିଲା। ଏହି ଖବର ଗାଁରେ ବ୍ୟାପିଯିବା ପରେ 4 ଜଣ ମହିଳା ମସଜିଦକୁ ଦୌଡ଼ି ଆସିଲେ। ସେମାନେ ବାବାଙ୍କ ହାତରୁ ଯନ୍ତାଟିକୁ ଜବରଦସ୍ତ ନେଇଗଲେ ଏବଂ ନିଜେ ପେଷିବାକୁ ଲାଗିଲେ। ପେଷୁଥିବା ସମୟରେ ମହିଳାମାନେ ଭାବୁଥିଲେ ଯେ ବାବାଙ୍କର ତ କେହି ପରିବାର ନାହିଁ, ସେ ଏହି ଅଟାକୁ କ'ଣ କରିବେ। ସେମାନେ ନିଷ୍ପତ୍ତି ନେଲେ ଯେ ଅଟାକୁ 4 ଭାଗ କରି ନିଜ ନିଜ ଘରକୁ ନେଇଯିବେ। କିନ୍ତୁ ବାବା ସବୁ ଜାଣିପାରି ରାଗିଗଲେ ଏବଂ କହିଲେ, ତୁମେମାନେ ପାଗଳ ହେଲ କି? ଏହା କ'ଣ ତୁମ ବାପାର ଅଟା? ଚାଲ, ଏହି ସବୁ ଅଟା ନେଇ ଗାଁ ମୁଣ୍ଡ ସୀମାରେ ଫିଙ୍ଗି ଦିଅ। ଆସନ୍ତୁ ଜାଣିବା କାହାଣୀ ପଛରର ରହସ୍ୟ। ସେହି ସମୟରେ ଶିରିଡ଼ି ଗ୍ରାମରେ ଭୟଙ୍କର ମହାମାରୀ ବ୍ୟାପିଥିଲା। ଅନେକ ଲୋକ ମୃତ୍ୟୁବରଣ କରୁଥିଲେ। ମହିଳାମାନେ ଯେତେବେଳେ ବାବାଙ୍କ ଆଜ୍ଞା ଅନୁସାରେ ସେହି ଅଟାକୁ ନେଇ ଗାଁ ସୀମାରେ ଫିଙ୍ଗିଦେଲେ, ତାପରେ ଆଶ୍ଚର୍ଯ୍ୟଜନକ ଭାବେ ଗାଁରୁ ମହାମାରୀ ରୋଗ ସମ୍ପୂର୍ଣ୍ଣ ଭାବେ ଗାୟବ ହୋଇଗଲା। ବାବା ଗହମ ପେଷି ଗାଁରୁ ମହାମାରୀକୁ ପେଷି ଦେଇଥିଲେ ଏବଂ ଗ୍ରାମବାସୀଙ୍କୁ ରକ୍ଷା କରିଥିଲେ। ଆସନ୍ତୁ ଜାଣିବା ଏହାର ଆଧ୍ୟାତ୍ମିକ ଅର୍ଥ। ବାବା କେବଳ ଗହମ ପେଷୁନଥିଲେ, ସେ ତାଙ୍କ ଭକ୍ତମାନଙ୍କର ପାପ, ଦୁଃଖ ଏବଂ ମାନସିକ ବିକାରକୁ ପେଷୁଥିଲେ। ଯନ୍ତାର 2ଟି ପାଟ। ଯନ୍ତାର ତଳ ପାଟ ହେଉଛି କର୍ମ ଏବଂ ଉପର ପାଟ ହେଉଛି ଭକ୍ତି। ଯନ୍ତାର ମୁଠା। ଯନ୍ତାର ମୁଠା ହେଉଛି ଜ୍ଞାନ, ଯାହାକୁ ଧରି ମଣିଷ ନିଜ ଜୀବନକୁ ଚଳାଇଥାଏ। ଗହମ। ଆମ ଭିତରେ ଥିବା ଅହଙ୍କାର, କାମ, କ୍ରୋଧ ଏବଂ ଲୋଭ ହେଉଛି ଗହମ। ବାବା ଏହି ସବୁକୁ ନଷ୍ଟ କରି ଭକ୍ତକୁ ଶୁଦ୍ଧ କରନ୍ତି। ଏହି ଅଧ୍ୟାୟ ଶେଷରେ ଲେଖକ ସାଇବାବାଙ୍କ ଚରଣରେ ପ୍ରଣାମ କରିଛନ୍ତି ଏବଂ ସମସ୍ତଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି। ସାଇରାମ, ସାଇରାମ, ସାଇରାମ। ଆଜି ପାଇଁ ଭିଡ଼ିଓଟି ଏତିକି। ପୁଣି ଦେଖା ହେବ ଆଉ ଏକ ସୁନ୍ଦର ଭିଡ଼ିଓରେ। ଥ୍ୟାଙ୍କ୍ସ ଫର ୱାଚିଂ।